ধরণী দামোদন পুর পরিয়ারো সরগুণর কুজ লগিব হারো দেখিয়া শুনিয়া গো নিয়মন মাহি মোহমূল পরমার অথুনাহি। শ্রীরাম জয় রাম জয় জয় রাম জয় রঘুনন্দন জয় ঘনশ্যাম। भक्तवत्सल भगवान की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, सीता देवी की जय, संकट मोचन हनुमान जी की जय। मोर प्रिय श्रोता बंधु, आपण मैंने परवर्ती अध्याय शुणी गुह्यक शबर आसी प्रभु मर्यादा पुरुष राम को भेटी फलमूल खाइबा को देइचंती निज घर को डाकिले तो शबर राजा तांगे राजबाटी को डाकिले। राम लक्ष्मण सीता राजी हेलेनी, कहले ना राजबाड़ी छाड़ी माने आउ कौन से घर को आमर जीवार नियम नहीं। एणु से गुहक शबर खाइए पीवा को दे सारी लक्ष्मण जी महाराज सहित जगिचंती। लक्ष्मण लाल धनुषर धरी जगिचंती, शबर राजा भी तांके संगरे जगिचंती। सेति एति बाट आपण सुनिथिले। लक्ष्मण बुझाउचंती ए जमीबाड़ी घर द्वार धन संपद नगर परिवार स्वर्ग नरक आदि जेते सब व्यवहार स्थल रही या छड़ा दर्शन श्रवण और मन मध्य जहाँ सब रही से सबूर मूल कारण होउची मोह बा अज्ञान। परमार्थिक दृष्टिकोण देखिले से सबूर कौन से अस्तित्व नहीं, से सब मिथ्या। सपने होई भिखारी नुपुरंकु नाकपति होई जागे लाभ न हानि कछुतिमी प्रपंच होई। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। स्वप्न रे राजा भिखारी हो जाए, कांगाल स्वर्गपति इंद्र हो जाए, किंतु जागृत होला परे क्षति की लाभ किसी रहे नहीं। जहाँ से यही दृश्य प्रपंच को मध्य ठीक सहीपरी बुझा हम। अस विचारी नहीं कार्य रोसो श्रीराम जय जय राम राम कहीं बाधन देय दोषु श्रीराम जय जय राम राम मोहनी इच्छा सबु जो अनिहारी श्रीराम जय जय राम राम देखिया सपन अनेक प्रकारी श्रीराम जय जय राम राम। भक्तवत्सल भगवान की जय। एपरी विचार करी क्रोध करवा उचित नुहे कि क्या वृथा दोष देवा उचित नुहे। समस्ते मोहरूपी रात्रि शोइछंती एवं से शयन अवस्था नाना प्रकार स्वप्न देखा जाउछि। एही जग जामिनी जागे अही जोगी परमारथी प्रपंच वियोगी जानिय तब ही जाव जग जागा जब सब विषय विलास विरागा
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ପରମାର୍ଥବାଦୀ ଓ ମାୟା ପ୍ରପଞ୍ଚରୁ ମୁକ୍ତ ଯୋଗୀମାନେ ଏହି ଜଗତ ରୂପୀ ରାତ୍ରିରେ ଜାଗ୍ରତ ରହନ୍ତି। ଯେତେବେଳେ ଜୀବ ମନରେ ସକଳ ଭୋଗ ବିଳାସ ପ୍ରତି ବୈରାଗ୍ୟ ଆସିଥାଏ, ସେତେବେଳେ ସେ ଜାଗ୍ରତ ରହିଛି ବୋଲି ବୁଝିବାକୁ ହେବ। ହୋଇ ବିବେକ ମୋହ ଭ୍ରମ ଭାଗା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ତବ ରଘୁନାଥ ଚରଣ ଅନୁରାଗା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ସଖା ପରମ ପରମାର୍ଥ ହେଉ ଶ୍ରୀରାମ ଜୟ ଜୟ ରାମ ରାମ ମନ କ୍ରମ ବଚନ ରାମ ପଦ ନେବୁ ଶ୍ରୀରାମ ଜୟ ଜୟ ରାମ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। ବିବେକ ଉଦୟ ହୋଇଗଲେ ମୋହରୂପୀ ଭ୍ରମ ଦୂର ହୋଇଯାଏ। ସେତେବେଳେ ଅଜ୍ଞାନ ନାଶ ପାଇଯିବାରୁ ରଘୁନାଥଙ୍କ ଚରଣରେ ପ୍ରେମ ଜାଗ୍ରତ ହୁଏ। ହେ ବନ୍ଧୁ, ମନ ବଚନ ଓ କର୍ମରେ ଶ୍ରୀରାମଙ୍କର ଚରଣରେ ପ୍ରେମ ଜାଗ୍ରତ ହେବା ହିଁ ସର୍ବଶ୍ରେଷ୍ଠ ପରମାର୍ଥ ଆଉ ପୁରୁଷାର୍ଥ ମଧ୍ୟ। ରାମ ବ୍ରହ୍ମ ପରମାର୍ଥ ରୂପା ଶ୍ରୀରାମ ଜୟ ଜୟ ରାମ ରାମ ଅବିଗତ ଅଲଖ ନାଦି ଅନୁପା ଶ୍ରୀରାମ ଜୟ ଜୟ ରାମ ରାମ ସକଳ ବିକାରର ହିତଗତ ଭେଦା ଶ୍ରୀରାମ ଜୟ ଜୟ ରାମ ରାମ କହ ନିତ ନେତି ନିରୂପହିଁ ବେଦା ଶ୍ରୀରାମ ଜୟ ଜୟ ରାମ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। ଶ୍ରୀରାମ ହେଉଛନ୍ତି ପରମାର୍ଥ ସ୍ୱରୂପ ପରମ ବ୍ରହ୍ମ। ସେ ଅବିଗତ ଜ୍ଞାନର ଅଗୋଚର ଅଲକ୍ଷ୍ୟ ସ୍ଥୂଳ ଦୃଷ୍ଟିର ଅଗୋଚର ଅନାଦି ଅନୁପମ ଅବିକାର ସକଳ ବିକାରରୁ ରହିତ ଏବଂ ଗତ ଭେଦ ଭେଦ ଶୂନ୍ୟ ବେଦଗଣ ନିତ୍ୟ ନେତି ନେତି କହି ତାଙ୍କୁ ନିରୂପଣ କରନ୍ତି। ଭଗତ ଭୂମି ଭୂ ସୁର ସୁରଭି ସୁରହିତ ଲାଗି କୃପାଲ କରତ ଚରିତ ଧରି ମନୁଜ ତନୁ ସୁନତ ମିଟଇ ଜଗ ଜାଲ ସିୟାବର ରାମଚନ୍ଦ୍ର ଶଙ୍କର ୟଂ ଭଜୁ ମଙ୍ଗଳ ଭବନୟ ମଙ୍ଗଳ ଭାରି ଦ୍ରବଉଷ ଦଶରଥ ଅଜିର ବିହାରୀ ଶ୍ରୀରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଏହି କୃପାଳୁ ଶ୍ରୀରାମ ଭକ୍ତ ପୃଥିବୀ ବ୍ରାହ୍ମଣ ଗୋଜାତି ଓ ଦେବତାମାନଙ୍କର ହିତ ନିମନ୍ତେ ମନୁଷ୍ୟ ଶରୀର ଧାରଣ କରି ବିଭିନ୍ନ ଲୀଳା କରନ୍ତି। ସେହିସବୁ ଲୀଳା ଶ୍ରବଣ କଲେ ଜଗତର ବନ୍ଧନ ତୁଟିଯାଏ। ସଖା ସମୁଜିୟସ ପରିହରି ମୋହୁ ସିୟ ରଘୁବୀର ଚରଣ ରତ ହଉ କହତ ରାମ ଗୁଣ ଭାବ୍ୟ ବିନୁ ସାରା ଜାଗେ ଜଗ ମଙ୍ଗଳ ସୁଖ ଦାରା ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ସଖା, ଏହା ହୃଦୟଙ୍ଗମ କରି ଏବଂ ମୋହତ୍ୟାଗ କରି ଶ୍ରୀ ସୀତାରାମଙ୍କ ଚରଣରେ ପ୍ରେମ ରଖ। ଏପରି ଭାବରେ ଶ୍ରୀରାମଙ୍କ ଗୁଣ କହୁ କହୁ ପ୍ରଭାତ ହୋଇଗଲା। ଜଗତର ମଙ୍ଗଳକାରୀ ଓ ସୁଖଦାତା ଶ୍ରୀରାମ ଜାଗ୍ରତ ହେଲେ। ସକଲ ଶୌଚ କରି ରାମ ନହାୱା ସୁଚି ସୁଜାନ ବଟ ଶ୍ରୀରାମ ଗାୱା ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଅନୁଜ ସହିତ ଶିର ଜଟା ବନାଏ ଦେଖି ସୁମନ୍ତ୍ରନ ଜନ ଜଲ ଛାଏ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସୌଜାଦି ନିତ୍ୟକର୍ମ ଶେଷ କରି ନିତ୍ୟ ପବିତ୍ର ଓ ସୂର୍ଯ୍ୟ ଶ୍ରୀରାମ ସ୍ନାନ କଲେ। ତାପରେ ସେ ବରଗଛରେ କ୍ଷୀର ମଗାଇଲେ। ସେଇ କ୍ଷୀରରେ ସାନ ଭାଇ ଲକ୍ଷ୍ମଣ ଓ ଶ୍ରୀରାମ
ନିଜ ନିଜ ମସ୍ତକରେ ଜଟା ସଜାଇଲେ। ଏହା ଦେଖି ସୁମନ୍ତ୍ରଙ୍କ ନେତ୍ର ଅଶ୍ରୁ ଜଳରେ ଛଳ ଛଳ ହୋଇଗଲା। ହୃଦୟ ଦାହୁଅତି ବଦନ ମଲିନା, କହ କର ଜୋରି ବଚନ ଅତି ଦୀନା। ନାଥ କହେଉ ଅସୁ କୌଶଲନାଥା, ଲେଇ ରଥୁ ଯାହୁ ରାମ କେ ସାଥା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତାଙ୍କ ହୃଦୟ ଅତି ଶୋକ ସନ୍ତପ୍ତ ହୋଇଗଲା, ମୁଖ ମଳିନ ପଡ଼ିଗଲା। ସେ ହାତ ଯୋଡ଼ି ଅତ୍ୟନ୍ତ ଦୀନ ଭାବରେ କହିଲେ, ହେ ନାଥ, ମୋତେ କୌଶଳନାଥ ଦଶରଥ ଆଜ୍ଞା ଦେଇଥିଲେ ତୁମେ ରଥ ନେଇ ଶ୍ରୀରାମଙ୍କ ସାଥିରେ ଯାଅ। ବନୁ ଦେଖାଉ ସୁର ସରି ଅହୁଆଇ, ଆନେହୁ ଫେରି ବେଗି ଦଉ ଭାଇ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଲଖନୁ ରାମୁ ସିୟ ଆନେହୁ ଫେରି, ସମୟ ସକଲ ସଙ୍କୋଚ ବିନେରି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ବନ ଦେଖାଇ ଦେଇ ଗଙ୍ଗା ସ୍ନାନ କରାଇବା ପରେ ଦୁଇ ଭାଇଙ୍କୁ ବୁଝେଇ ସୁଝେଇ ଫେରାଇ ଆଣିବ। ସକଳ ସଂଶୟ ଓ ସଙ୍କୋଚ ଦୂର କରି ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କୁ ତିନି ଜଣିଆଙ୍କୁ ଫେରାଇ ଆଣିବ। ବନରେ ଛାଡ଼ି ଦେଇକି ଆସିବ ନାହିଁ। ନୃପସ କହେଉ ଗୋସାଇଁ ଯଶ, କହଇ କର ବୋଲି ସୋଇ। କରି ବିନତି ପ୍ରାୟ ନ ପାରେଉ, ଦୀନ ବାଲ ଜିମି ରୋଇ। ସିଆର ବର ରାମଚନ୍ଦ୍ର ଶଙ୍କର ହରି ଓଁ। ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି, ଦମୌଷ ଦଶରଥ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ମୁଁ ରାଣ ପକାଇ ସତ କହୁଛି, ମହାରାଜ ଏପରି ମୋତେ କହିଥିଲେ। ବର୍ତ୍ତମାନ ପ୍ରଭୁ ଯେପରି କହିବେ ମୁଁ ସେହିପରି କରିବି। ଏପରି ବିନତି କରି ସେ ଶ୍ରୀରାମଙ୍କ ଚରଣରେ ଲୋଟି ଶିଶୁ ପରି କାନ୍ଦିବାକୁ ଲାଗିଲେ। ତାତ କୃପା କରି କି ଝିଅ ଶୋଇ, ଯାତେ ଅବଧ ନାଥ ନ ହୋଇ। ମନ୍ତ୍ରୀ ରାମ ଠାଇ ପ୍ରବୋଧା, ତାତ ଧରମ ମତୁ ତୁମ୍ଭ ସବୁ ଯୋଧା। ସେ ଆହୁରି କହିଲେ, ହେ ପ୍ରଭୁ, ଅଯୋଧ୍ୟା ଯେପରି ଅନାଥ ହୋଇ ନଯିବ, କୃପା କରି ତାହା ହିଁ କରନ୍ତୁ। ଶ୍ରୀରାମ ମନ୍ତ୍ରୀକୁ ଉଠାଇ ଧୈର୍ଯ୍ୟର ସହିତ ବୁଝାଇ କହିଲେ, ହେ तात, ଆପଣ ତ ଧର୍ମର ସକଳ ସିଦ୍ଧାନ୍ତ ସୁନ୍ଦର ଭାବରେ ଜାଣିଛନ୍ତି। ଆଉ ଆପଣଙ୍କୁ କ'ଣ ବା ବୁଝେଇବି। ମୋର ପ୍ରିୟସତା ବନ୍ଧୁ, ଆଜି ଏତିକିରେ ଥାଉ। ପୁଣି ଆପଣମାନଙ୍କ ଦୟା ଥିଲେ ଏ ଅଧମ ପ୍ରତି ପୁଣି ଆପଣ ଆଗାମୀ ଅଧ୍ୟାୟରେ ଦେଖିବେ ଆଉ ଶୁଣିବେ ମଧ୍ୟ। ଏତିକି ଅନୁରୋଧ ଆପଣମାନଙ୍କୁ। ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଲାଇକ୍ କରନ୍ତୁ କି ନ କରନ୍ତୁ, ଏ ଅନୁଷ୍ଠାନ ଆପଣଙ୍କର। ମୁଁ ନିମିତ୍ତ ମାତ୍ର। ଏଣୁ ଏତିକି ଅନୁରୋଧ କରି ସେହି ମର୍ଯ୍ୟାଦା ପୁରୁଷ ରାମ ଭଗବାନଙ୍କୁ ଏତିକି ମିନତି। ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ, ତାଙ୍କର ସପରିବାର, ତାଙ୍କର ଗୁରୁ ଗୁରୁଜନମାନ, ପିତାମାତା ଆଉ ଶ୍ରଦ୍ଧେୟ ଭାଇ ଭଉଣୀମାନଙ୍କୁ, ଏହି ଜଗତର ଏ ସୃଷ୍ଟିର ଯେତେ ଲୋକମାନେ ବାସ କରିଛନ୍ତି ସମସ୍ତଙ୍କର ଏହି ଶ୍ରୀରାମ ନାରାୟଣ ମଙ୍ଗଳ କରନ୍ତୁ। ଜୀବଜନ୍ତୁ ସମସ୍ତ
ତେତିଶ କୋଟି ଦେବତା ସମସ୍ତଙ୍କୁ ପ୍ରଣାମ କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଣାମ କରି ଶ୍ରୀ ଝଙ୍କଡ଼ବାସିନୀ ମା ଶାରଳା ମାଙ୍କୁ ପ୍ରଣାମ କରି ଶ୍ରୀ ରାମନାରାୟଣଙ୍କୁ ପ୍ରଣାମ କରି ଶେଷରେ ମୋର ପ୍ରିୟ ଭକ୍ତମାନଙ୍କୁ ନମସ୍କାର କରି ୟୁଟ୍ୟୁବ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି ଆଜି ପାଇଁ ବିଦାୟ ନେଉଛି। ପୁଣି ଆପଣମାନଙ୍କ ଶ୍ରଦ୍ଧା ଥିଲେ ଆଗାମୀ ଅଧ୍ୟାୟରେ ଶୁଣିବା ଆଉ ଦେଖିବା ମଧ୍ୟ। ଜୟ ଶ୍ରୀରାମ।